ବାତ୍ୟା ପାଇଁ ଯଦି ବାତ୍ୟା ଲ୍ୟାଣ୍ଡଫଲ୍ କରୁଛି ଧାମରାରେ କି ଆଖପାଖ ଅଞ୍ଚଳରେ ତେବେ ସମ୍ଭାବ୍ୟ ପ୍ରତିକାର ସ୍ୱରୂପ କଣ କରିହେବ ଗୋଖାଦ୍ୟ ଠାରୁ ଆରମ୍ଭ କରିକି ସାପ କାମୁଡା ଇଞ୍ଜେକ୍ସନ ପର୍ଯ୍ୟନ୍ତ ବାତ୍ୟା ବା ବନ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ପାନୀୟ ଜଳ ଯୋଗାଣଠୁ ଆରମ୍ଭ କରିକି କେଉଁଭଳି ଭାବରେ 6 ରୁ 8 ଘଣ୍ଟା ଭିତରେ ପୁନଶ୍ଚ ବିଦ୍ୟୁତ ସଂଯୋଗ କରିହେବ ତ ସେ କଥା ଗୁଡିକ ବିଶଦ ଭାବରେ ଆଲୋଚନା କରାଗଲା ଏବଂ ମୁଁ କହି ରଖିବାକୁ ଚାହୁଁଛି ଏ ବାତ୍ୟା କଥାକୁ ଅତି ଅ, ଅତି ତାହାକୁ ଗୋଟେ ଗୁଜବ କରିକି ଯେଉଁମାନେ କୃତ୍ରିମ ଅଭାବ କରୁଛନ୍ତି, ଯେଉଁମାନେ କଳାବଜାରୀ କରୁଛନ୍ତି, ଯେଉଁମାନେ ମହଜୁଦ କରି ରଖୁଛନ୍ତି, ସାଧାରଣ ଲୋକ ପାଇପାରୁନାହାନ୍ତି ଏବଂ ଦାମ ବି ବଢେଇବାକୁ ଚେଷ୍ଟା କରୁଛନ୍ତି। ପ୍ରଶାସନ ତରଫରୁ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତା କାଲି ସକାଳୁ ବିଭିନ୍ନ ଅଞ୍ଚଳରେ ଚଢଉ ହେବ ଏ ବାବଦରେ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ବି ଉପସ୍ଥିତ ଥିଲେ। କେଉଁଭଳି ଭାବରେ ଯଦି ଆମର ସେ ଉପକୂଳ ପଞ୍ଚାୟତ ଗୁଡିକରେ ଯଦି ସମୁଦ୍ରର ଲୁଣା ପାଣି ମାଡି ଆସୁଛି ତେବେ ଯୋଉ ଲୁଣା ବନ୍ଧ ତାହାକୁ ଅଟକେଇ ଦବ କି ଆମର ଟ୍ରେନ ଲାଇନ ହେଇଛି ସେଥିରେ ଅଟକି ଯିବ, ତାକୁ ବି କେମିତି ନିଷ୍କାସନ କରାଯିବ ସେ ସମ୍ପର୍କରେ ଆମେ ଚିନ୍ତା ବ୍ୟକ୍ତ କରିଛୁ। ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଏବଂ ପଦସ୍ଥ ପଦାଧିକାରୀ ମାନେ ଉପସ୍ଥିତ ରହି ସମସ୍ତଙ୍କର ବହୁମୂଲ୍ୟ ମତାମତ ଜାହିର କରିଥିଲେ। ଏ ପର୍ଯ୍ୟନ୍ତ ଯଦି ଆମେ ସବୁଠୁ ଖରାପ ପରିସ୍ଥିତି କଥା ଚିନ୍ତା କରିବା ତେବେ 71,000 ପାଖାପାଖି ଲୋକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଆସନ୍ତା କାଲି ସକାଳୁ ଏ ବାତ୍ୟାର ଗମ୍ଭୀରତା ଆହୁରି ସ୍ପଷ୍ଟୀକରଣ ହେଇଯିବ। ଯଦି ବାତ୍ୟା ଗମ୍ଭୀରରୁ ଗମ୍ଭୀରତର ହେବ, ଯଦି ଲ୍ୟାଣ୍ଡଫଲ୍ ଜିଲ୍ଲା ଭିତରେ ହେଉଛି ତେବେ ଆମେ ଆହୁରି ମଧ୍ୟ ଲୋକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ବ୍ୟବସ୍ଥା କରିଛୁ ଏବଂ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ଜୋନ୍ ୱାଇଜ 12ଟି ଜୋନରେ ଆମେ ଜିଲ୍ଲାକୁ ବିଭକ୍ତ କରାଯାଇଛି। ସବୁ ଜୋନରେ ଜୋନାଲ ଅଫିସର, ସବ ଜୋନାଲ ଅଫିସର ମାନଙ୍କୁ ମଧ୍ୟ ଡେପ୍ୟୁଟ କରାଯାଉଛି। ଆମ୍ବୁଲାନ୍ସ ଗୁଡିକ ମଧ୍ୟ ପାଖ ଭଲନେବୁଲ ଏରିଆର ଅଞ୍ଚଳ ଗୁଡିକୁ ପଠାଯାଉଛି। ତେଣୁ ସରକାର ଚାହୁଁଛନ୍ତି ମୃତାହତ କେହି ନ ହୁଅନ୍ତୁ, 0% କାଜୁଆଲିଟି ସହିତ 100% ସେଫଟି କେଉଁଭଳି ଭାବରେ ତାହାକୁ ଏନସିଓର କରିହେବ ସେଥିପାଇଁ ସରକାର ପ୍ରଶାସନ ଉଭୟ ଏ ଦିଗରେ ପ୍ରୟାସରତ ଅଛନ୍ତି। ଦେଖନ୍ତୁ, ରିଲିଫ ପାଇଁ ଆମକୁ ଯାହା ଯାହା ତ୍ୱରିତ ଦରକାର ପଞ୍ଚାୟତ ଗୁଡିକୁ ଆସନ୍ତା କାଲି ନିର୍ଦ୍ଦେଶ ପଳେଇବ, ସେମାନେ ନିଜେ ରନ୍ଧା ଖାଦ୍ୟ ଦେଇପାରିବେ। ଗୋଖାଦ୍ୟ ଯେମିତି ଏକ ବଡ ଭଲ୍ୟୁମର ଗୋଖାଦ୍ୟ ଥାଏ, ସେ ସମୟରେ ତାହାର ଡିଷ୍ଟ୍ରିବ୍ୟୁସନ ବାବଦରେ ଅସୁବିଧା ହୁଏ, ତାହାର ପ୍ରି ଡିଷ୍ଟ୍ରିବ୍ୟୁସନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ଏବଂ ଶୁଖିଲା ଖାଦ୍ୟ ବି ଆମେ ଅନ୍ୟ ଜିଲ୍ଲାରୁ ମଗଉଛୁ, କଟକରୁ, ଗଞ୍ଜାମରୁ, ଯୋଉଠି ଆବଶ୍ୟକ ହେଇପାରିବ ଚୁଡା ଗୁଡ ଏକୁ ମଧ୍ୟ ବାହାରୁ ମଗଉଛୁ। ତେଣୁ ରିଲିଫ ବାବଦରେ ମଧ୍ୟ ସରକାର ଯତ୍ନବାନ ଅଛନ୍ତି। ଧନ୍ୟବାଦ। ମାନ୍ୟବର ଜିଲ୍ଲାର ବିଭାଗୀୟ ମନ୍ତ୍ରୀଙ୍କର ଆହ୍ୱାନରେ ଯେଉଁ ଆଜି କାର୍ଯ୍ୟକ୍ରମ ହେଉଥିଲା, ବାତ୍ୟାକୁ ଆଖି ଆଗରେ ରଖି ପୂର୍ବରୁ ପ୍ରସ୍ତୁତି ପାଇଁ ଆଜି ବୈଠକଟି ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଗଲା ଏବଂ ଅଭିଜ୍ଞ ସମ୍ପନ୍ନ ବିଧାୟକ ଯେଉଁମାନେ ଅଛନ୍ତି ତାଙ୍କ ଅନୁଭୂତି ସେମାନେ ବି ମଧ୍ୟ ଆଜି ସେଠି ବଖାଣୁଥିଲେ। ତାକୁ ପାଥେୟ କରି ଏବଂ ଆଧାର କରି ଏବେକାର ଯେଉଁ ମାହୋଲ ଅଛି, ଆସନ୍ତାକାଲି କେଉଁଠି ଲ୍ୟାଣ୍ଡଫଲ୍ ହେବ ବୋଲି ତାକୁ ଫାଇଣ୍ଡ ଆଉଟ୍ କରିସାରିଲା ପରେ ବା ସେ ନିଷ୍ପତ୍ତି ହେଇସାରିଲା ପରେ ଯେଉଁଠି ଆସିକି ତାଙ୍କର ଲ୍ୟାଣ୍ଡଫଲ୍ ହେବ, ସେ ନିର୍ଦ୍ଦେଶ ଆସିଲା ପରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଅଫିସରମାନଙ୍କ ଦ୍ୱାରା ଆଲୋଚନା କରାଯାଇଛି। ସବୁ ଜିନିଷ ମହଜୁଦ ଅଛି ବୋଲି ସେମାନେ ସ୍ୱୀକାର କରିଛନ୍ତି। ଆଉ ଦୁଇ ପାଦ ଆଗକୁ ଯାଇ ଆମମାନଙ୍କର ପ୍ରସ୍ତାବ ଥିଲା ସେଟା କେବଳ ଜିଲ୍ଲା ହେଡକ୍ୱାର୍ଟର କିମ୍ବା ବ୍ଲକ ହେଡକ୍ୱାର୍ଟର ତାକୁ ଗଚ୍ଛିତ କରି ରଖିଲେ ହେବନି, ତାକୁ ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତ ଲେବୁଲରେ ଯେଉଁ ଯେଉଁ ଜାଗାରେ ଲ୍ୟାଣ୍ଡଫଲ୍ ହେଲେ ଯେଉଁମାନେ କ୍ଷତି ସାଧନରେ ପହଞ୍ଚିବେ ସେ ପଞ୍ଚାୟତରେ ସେଗୁଡ଼ିକୁ ଏକତ୍ରିତ କରାଯାଉ ଏବଂ ସଚେତନ କରାଯାଉ, ଲୋକମାନଙ୍କୁ ସଚେତନ କରାଯାଇ ସେଲ୍ଟର ସେକ୍ଟରରେ ପହଞ୍ଚିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉ ଏବଂ ଯେଉଁମାନେ ଗୃହପାଳିତ ପଶୁ ଅଛନ୍ତି ତାର ଗୋଟେ କ'ଣ ସରକାରଙ୍କର ନିୟମ ଅଛି, ବାତ୍ୟା ସରିଲା ପରେ ସେ ବ୍ୟବସ୍ଥା ହେବ। ଆଜି ତାର ଟିକେ ପୁନରାବୃତ୍ତି କରାଗଲା, କଥା ଆଲୋଚନା ହେଲା। ମାନ୍ୟବର ମନ୍ତ୍ରୀ ମହୋଦୟ ସେ ଦାୟିତ୍ୱ ନେଲେ ଯେ ମଣିଷ ସିନା ଖାଇ ପିଇ ରହିଯିବେ, ଫେରେ ଗୁରୁ ଗାଈଙ୍କ କଥା କିଏ ବୁଝିବ। ତେଣୁ ତାଙ୍କୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ କାଲି ତାଙ୍କର ଖାଦ୍ୟ ସବୁ ନେଇ ସେ ଜାଗାରେ ପହଞ୍ଚିବେ ପଞ୍ଚାୟତରେ
ଏବଂ ସୁଚାରୁ ରୂପେ କିପରି ପରିଚାଳନା ହେବ ସମସ୍ତ ସରପଞ୍ଚ ପଞ୍ଚାୟତ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତଦାରଖରେ ରହିବେ। ଆପଣଙ୍କ ନିର୍ବାଚନ ମଣ୍ଡଳୀର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଲୋକମାନଙ୍କ ସ୍ଥାନାନ୍ତର ପ୍ରକ୍ରିୟାକୁ କେତେଦୂର ଆପଣ ସହଯୋଗ କରିବେ ଏବଂ ଲୋକମାନଙ୍କୁ ସଚେତନ କରାଇବେ? ଶତକଡ଼ା 100% କରିବି। ସମୟ ଥିଲା ମୁଁ ଯେତେବେଳେ ଚେୟାରମ୍ୟାନ୍ ବି ଥିଲି ସେତେବେଳେ କାନ୍ଧରେ ପକେଇ ଲୋକଙ୍କୁ ଆଣିକି ମୁଁ ସେଲ୍ଟର ପହଞ୍ଚେଇଛି। ଲୋକମାନେ ଟିକେ ତାଙ୍କର ଧନ ଜୀବନ ବିପନ୍ନ ହେବ ବୋଲି ଭାବି ଘର ଛାଡ଼ିକି ଆସନ୍ତି ନାହିଁ। ସେ କିନ୍ତୁ ଜାଣନ୍ତି ନାହିଁ ବଞ୍ଚିଲେ ବି ଧନ ଜୀବନକୁ ରଖି ହେବ ବା ତାକୁ ଆଦାୟ କରିହେବ, କିନ୍ତୁ ସିଏ ତାହା ନ କରିକି ସେ ଆଗେ ଧନ ଜୀବନକୁ କୁଣ୍ଡେଇକି ଧରନ୍ତି। ଯୋଉଠି ନହେବ ଲୋକମାନେ ଯୋଉଠି ଅବୁଝା ହେବେ ସେଠି ପୁଲିସ ପ୍ରଶାସନକୁ ନେଇ ତାକୁ ଆଣିବାର ବ୍ୟବସ୍ଥା ନିଶ୍ଚିତ କରାଯିବ।